ପିଲାମାନେ ତୁମକୁ ସଂସ୍କୃତ କ୍ଲାସ୍ କୁ ସ୍ୱାଗତ। ଆଜି ଆମେ ଦ୍ୱନ୍ଦ୍ୱ ସମାସ ପଢ଼ିବା। ପିଲାମାନେ ଆମେ ସମାସ ପଢ଼ିଲା ବେଳେ ପଢ଼ିଥିଲେ ଦ୍ୱନ୍ଦ୍ୱ ସମାସ ଉଭୟ ପଦ ପ୍ରାଧାନ୍ୟ ହୁଏ ଦ୍ୱନ୍ଦ୍ୱ ସମାସରେ। ତାହେଲେ ଆଜି ସେଇ ଉଭୟ ପଦ ପ୍ରାଧାନ୍ୟକୁ ନେଇକି ଆମେ ଦ୍ୱନ୍ଦ୍ୱ ସମାସ ଦେଖିବା। ଦେଖ, ଏକାଧିକ ସୁବନ୍ତ ପଦ ପରସ୍ପର ମିଳିତ ହେଲେ ତାକୁ ଆମେ ଦ୍ୱନ୍ଦ୍ୱ ସମାସ କହିବା। ବୁଝିଲା? ଦ୍ୱନ୍ଦ୍ୱ ସମାସରେ ଉଭୟ ଅର୍ଥର ପ୍ରାଧାନ୍ୟ ଥାଏ। ତେଣୁ ଏବଂ ଆଧିରେ ବାରମ୍ବାର ପିଲାମାନେ ଏଇ ଯୋଉ ସମସ୍ୟମାନ ପଦ ପାଖରେ ଚ ଲାଗିଥାଏ। ତେଣୁ ଚାର୍ଥୌ ଦ୍ୱନ୍ଦ୍ୱ ହେଲା, ବାରମ୍ବାର ଚ ବ୍ୟବହୃତ ହେଲେ ଆମେ ତାକୁ ସେଇଠି ଦେଖିପାରିବା ଯେ ଏହା ହଉଛି କଣ ଦ୍ୱନ୍ଦ୍ୱ ସମାସ। ସମସ୍ତ ପଦଟି ଶେଷରେ ଯୋଉ ଶେଷ ପଦର ଲିଙ୍ଗ ଅନୁସାରେ ସମସ୍ତ ପଦଟି ହୋଇଥାଏ। ଯଦି ଦୁଇଟି ପଦ ଥିବ ଦୁଇ ବଚନ, ଯଦି ଦୁଇରୁ ଅଧିକ ପଦ ଥିବ ତାହେଲେ ବହୁ ବଚନ ହୋଇଥାଏ। ପିଲାମାନେ ଏବେ ଆମେ ତାର ଉଦାହରଣ ଦେଖିବା। ଉଦାହରଣ ଦେଖିଲେ ଆମେ ବୁଝିପାରିବା। ପ୍ରଥମେ ଆଗ ଦେଖ ଇତରୋତ୍ତର ଦ୍ୱନ୍ଦ୍ୱ। ଇତରୋତ୍ତର ଦ୍ୱନ୍ଦ୍ୱର କେମିତି ହଉଛି ଦେଖ। ରାମ ଚ ଗୋବିନ୍ଦ ଚ। ପିଲାମାନେ ଏଇଟା ସ୍ପଷ୍ଟ ଭାବରେ ବୁଝି ହେଇଯାଉଛି। ରାମ ପୁଲ୍ଲିଙ୍ଗ ଅଛି, ଗୋବିନ୍ଦ ବି ପୁଲ୍ଲିଙ୍ଗ ଅଛି। ରାମ କହିଲେ ଜଣକୁ ବୁଝାଉଛି, ଗୋବିନ୍ଦ କହିଲେ ଜଣକୁ ବୁଝାଉଛି, ତାମାନେ ଏଇ ଦୁଇ ଜଣ ହେଇଗଲେ। ତାହେଲେ ଆମେ ସେଠିକୁ ତାର ସମସ୍ତ ପଦଟି ହବ ରାମ ଗୋବିନ୍ଦହୁ। ରାମ ଗୋବିନ୍ଦଉ, କାରଣ ଦୁଇ ଜଣ, ଯେମିତି ବାଳକ ବାଳକଉ କହିଲେ ଆମେ ଦୁଇ ଜଣ ବୁଝୁଛେ। ତାହେଲେ ଏଠି ରାମ ବି ଅଛି, ଗୋବିନ୍ଦ ବି ଅଛି, ତାହେଲେ ଦୁଇ ଜଣ ଯାକ ଅଛନ୍ତି। ତେଣୁ ରାମ ଗୋବିନ୍ଦଉ ହେଲା। ତାହେଲେ ଏଠି ଉଭୟ ପଦର ପ୍ରାଧାନ୍ୟ ରହୁଛି ଏବଂ ଶେଷ ପଦ ଅନୁସାରେ ତାର ବିଭକ୍ତି ବା ବଚନ ଲାଗିଯାଉଛି। ଏବେ ଦେଖିବା, ଆମେ ଧର ଅଛି ରାମ ଚ ଗୋବିନ୍ଦ ଚ ଶ୍ୟାମ ଚ। ବୁଝିପାରୁଛ? ତିନି ଜଣ ଅଛନ୍ତି ଏଠି, ତାମାନେ ବହୁ ବଚନ ହେଇଗଲା। ତାହେଲେ ଏଠି ହବ କଣ ରାମ ଗୋବିନ୍ଦ ଶ୍ୟାମା। ବୁଝିପାରୁଛ? ଶେଷ ପଦର ବହୁ ବଚନ ହେଲା ଶେଷ ପଦଟିରେ। ସେହିପରି ବାଳକ ବାଳିକା, ତାର ବ୍ୟାସ ବାକ୍ୟ କେମିତି ହବ? ବାଳକ ଚ ବାଳିକେ ଚ ବା ବାଳିକା ଚ ବାଳକା ଚ ହେଇପାରିବ, ବହୁ ବଚନ ହେଇଛି। ତେଣୁ ବାଳକା ହେଲା। ବୁଝିଗଲା? ଏହିପରି ଆମର ଆଉ କେତେ ଗୁଡିଏ ସେମିତି ମଧ୍ୟ ହଉଛି। ଦେଖ, ବୃଦ୍ଧୌ ଚ ବୃଦ୍ଧା ଚ। ତାହେଲେ କଣ ହବ? ବୃଦ୍ଧା ଶେଷରେ ଅଛି, ତାହେଲେ ତାର ବହୁ ବଚନ ହେଇଯିବ, କାରଣ ପ୍ରଥମ ବୃଦ୍ଧ ଦୁଇ ବଚନରେ ଅଛି, ଶେଷଟା ବହୁ ବଚନରେ ଅଛି। ତାହେଲେ ବୃଦ୍ଧ ବୃଦ୍ଧା। ସେମିତି ପୁଷ୍ପಂ ଚ ଫଳಂ ଚ। ଏଠି ଦୁଇ ଅଛି, ପୁଷ୍ପ ଆଉ ଫଳ, ତାହେଲେ ହେଇଯିବ ପୁଷ୍ପ ଫଳେ। ପତ୍ରಂ ଚ ପୁଷ୍ପಂ ଚ ଫଳಂ ଚ। ଏଠି ବହୁ ବଚନ ଅଛି, ତାହେଲେ ଏଠି ହେଇଯିବ ପତ୍ର ପୁଷ୍ପ ଫଳାନି। ବୁଝିପାରୁଛ? ମୃଗୌ ଚ ଧେନୁ ଚ। କଣ ହବ? ମୃଗୀ ଧେନବଃ, ବହୁ ବଚନ ହେଲା। ପିଲାମାନେ ହେଲା। ସେଇପରି ଦେଖ, ଧର ଅଛି ପିତା ପୁତ୍ରୌ, ତାର ବ୍ୟାସ ବାକ୍ୟ କେମିତି ହବ? ପିତା ଚ ପୁତ୍ରଃ ଚ, ପିତା ପୁତ୍ରୌ। ଧର ଅଛି ମାତା ପିତରୌ, ତାହେଲେ କଣ ହବ? ମାତା ଚ ପିତା ଚ। ବୁଝିପାରୁଛ? ମା ଏବଂ ପିତା। ସେପରି ଧର ଅଛି ଜାମାତୃ ପୁତ୍ରୌ, ତାମାନେ ଜାମାତା ଚ ପୁତ୍ରଃ ଚ। ଜାମାତା କହିଲେ ଜ୍ୱାଇଁ, ପୁତ୍ରଃ କହିଲେ ପୁଅ, ତାହେଲେ ଜାମାତା ପୁତ୍ରଃ। ଏହିପରି ଇନ୍ଦ୍ର ବରୁଣୌ, ସୂର୍ଯ୍ୟ ଚନ୍ଦ୍ରମସୌ ହେଲା, ଏହିପରି ହବ। ଜାୟା ଚ ପତି ଚ, ଏଠି ହବ ଦମ୍ପତି। ବୁଝିପାରିଲ? ଜାୟାପତି ହୁଏ ନାହିଁ। ଜାୟା ଚ ପତି ଚ, ଏଠି କଣ ହେଇଯିବ? ଗୋଟେ ପଦ, ଉଭୟ ପଦ ହେଇଗଲେ ଦମ୍ପତି ହବ। ସେଇପରି ଅହଃ ଚ ରାତ୍ରିଃ ଚ, ଅହୋରାତ୍ରଃ ହବ। ମନେ ରଖାକୁ। ଆଉ ଗୋଟେ କଥା ହେଲା, ଦ୍ୱନ୍ଦ୍ୱ ସମାସରେ ସର୍ବନାମ ପଦ ସହିତ ଯଦି ସମାସ ହୁଏ, ତାହେଲେ ଅବଶିଷ୍ଟ ଯୋଉଠି ରହେ ସେଇ ସଂଖ୍ୟାବାଚକ ଅନୁସାରେ ତାହା ବଚନ ଅନୁସାରେ ତାହାର ବଚନ ସ୍ଥିର କରାଯାଏ। ଉଦାହରଣ ଦେଖ, ବୁଝ। ରାମଃ ଚ ସୀତା ଚ ଅହଂ ଚ ଗଚ୍ଛାମଃ। ତାହେଲେ ରାମ ଓ ସୀତା ଓ ମୁଁ, ତାକୁ ଆମେ ଏକ ପଦରେ ଓଡିଆରେ ଏବେ କରିଦବା। କଣ ହବ? ରାମ ସୀତା ଓ ମୁଁ, ତାମାନେ ଆମେ ମାନେ। ତାହେଲେ ସଂସ୍କୃତ ଠିକ ଏକ୍ଜାକ୍ଟ ସେଇଆ। ବୟମ୍,
आमे मानेर संस्कृत कौन वयम ताले रामः च सीता च अहम च गच्छामः एते कथा न लिखिकी आमे कौन लिखि परिबा वयम गच्छामः ताले रामः च सीता च अहम च यार समास कौन हैला वयम सेमती बालकः च त्वम च बुझ ओडिया रे बालक माने ओ तुमे ताले ए बालक माने आउ तुमे ताले कौन हबो तुमे माने एक पदर कले हैला तुमे माने ताले बालकः च त्वम च एक पदर हैला जुयम हरि च त्वम च अहम च हरि तुमे ओ मु ता माने कौन हिजिबो आमे माने ताले वयम नहीं कि अच्छा सेहीपरि छात्राः च सह च कौन हबो छात्र और से ता माने से दुई जण तौ बुझिला बालिके च सह च बालिके बालिका माने आउ से कौन हिजिबो से माने ताले ते हिजिबो बुझिला एहीपरि आमे इतर इतर द्वंद्व कले समाहार द्वंद्व रे सेमती देख कौन होची एठी समाहार द्वंद्व आमे आगुरु पढ़िथिले समाहार दिगु संख्यावाचक विशेषण पद थाए जो समास हुए ताको आमे संख्यावाचक दिगु कहउथिले किंतु द्वंद्व समास रे भी समाहार पद लागि कि केमते होची देख पानी पादम पिला माने पानी माने हला हाथ पादम माने पाद ताले केमती तार समावेश वाक्य होची च पानी च पादौ च तेसाम समाहारः पानी पादम शेष पदटी क्लीबलिंग अकारांत शब्द भली रूप हो जाउछि हैला समस्त पदटी क्लीबलिंग हो जिवो ताले पानी पानी च पादौ च तेसाम समाहारः पानी पादम सेमती करौ च चरणौ च कर माने हाथ चरण माने पाद दुईटा हाथ दुईटा पाद किंतु तेसाम समाहारः हे जिवो कर चरणम सेमती नखाः च दन्ताः च तेसाम समाहारः नख दंतम बुझिपाच नख गुड़िक दांत गुड़िक कि समास पद होगा कौन नख नख दंतम तेणु एगुड़िक कौन हो प्राणी अंग गुड़िकर समाहार हेले समाहार द्वंद्व हुए है सेपरी आम आउ समाहार द्वंद्व आउ कौटी पारे ना परस्पर विरोध थिले समाहार समाहार द्वंद्व हम जमती माज्यार मूषिकम कौन हम माज्यार च मूषिक च माज्यार मूषिकम अहिनकुलम अहि माने साप नकुल माने नेउल ताले कौन होची अहि च नकुल च तयो समाहार अहिनकुलम बुझिपाच सेहीपरि क्षुद्र प्राणी मानकर समाहार हेले समाहार द्वंद्व हुए जमती मशक मक्षिकम मशका च मक्षिका च तेसाम समाहार जुक्का च लिखा च तेसाम समाहार जुखलिकम है नदीवाचक बा तीर्थस्थान बा देश मानक समाहार बुझेले भी समाहार द्वंद्व हुए जमती गंगा च सोण च तयो समाहार गंग सोणम सेमती काशी च प्रयाग च तेसाम समाहार तयो समाहार काशी प्रयागम एहीपरि हुए पिलामाने बुझी पाउछ समाहार शब्द लागि तमें से चिन्हिज किंतु दिगु समास संख्यावाचक लगी आ देहरे केवल समाहार शब्दटी लगी च लगी बुझेगा से तुम चिन्हिज से समाहार द्वंद्व तापर एकशेषी द्वंद्व एकशेष द्वंद्व कौन सबशेष को जहाँ देख ब्राह्मणी च ब्राह्मण च ताले कौन ब्राह्मण सेमती माता च पितरौ तमें पिला माने आगुरु पढ़ी पिता च माता च पितरौ सेमती माता च पिता च भी कौन हो पार पितरौ श्वशुरौ केमती हम श्वश्रु च श्वशुर च बुझेगा श्वश्रु माने सासू श्वशुर कहले श्वशुर ताले श्वश्रु च श्वशुर च कौन हो श्वशुरौ हंसी च हंस च कौन हम हंसौ बुझिपाच सेहीपरि आमे आउ केते गुड़िए कथा मन रखिबा जेमती अहह च निशा च अह माने दिन निशा माने राति ताले अहर निशम नहीं क्लीबलिंग होची रात्रि ही च दिबा च रात्रि दिबम नक्तम च दिबा च नक्तम माने राति दिबा कहले दिन नक्तम च दिबा च नक्त दिबम एहीपरि पिला माने हमर द्वंद्व द्वंद्व समास आमे कौन कले प्रथमे आमे कले
ଇତରେତର ଦ୍ୱନ୍ଦ୍ୱ, ସମାହାର ଦ୍ୱନ୍ଦ୍ୱ ଆଉ ଏକଶେଷୀ ଦ୍ୱନ୍ଦ୍ୱ କରିକି ଆମେ ଦ୍ୱନ୍ଦ୍ୱ ସମାସକୁ ପଢିଲେ ଏଥିରେ ଉଭୟ ଅର୍ଥର ପ୍ରାଧାନ୍ୟ ରହେ ଏବଂ ଏହା ଅତି ସହଜ। ତମେ ଚ ବହୁଳେ ଦ୍ୱନ୍ଦ୍ୱ, ତମେ ଯଦି ଦେଖିବ ଚ ବାରମ୍ବାର ବାରମ୍ବାର ଆସୁଛି ତାହେଲେ ଏଇଠି ଦ୍ୱନ୍ଦ୍ୱ ସମାସ। ନିଶ୍ଚିତ ଭାବରେ ତୁମେ ୟାକୁ ମନ ଦେଇ ପଢିବ ଏବଂ ଅଭ୍ୟାସ କରିବ, ନିଶ୍ଚିତ ଭାବରେ ଏହା ତୁମର ମନେ ରହିଯିବ। ଧନ୍ୟବାଦ।